गोटे कोड हम आंसर कब शिमला। शिमला हम नेक्स्ट तापर कह सर कौन शब्द प्लस प्लस सर सर कौन सा दिल्ली ना कुछ सर कुछ दिल्ली। सुन कुछ राइट द नेम्स ऑफ द प्लेसेस है कि नहीं राइट द नेम्स यस ऑफ द प्लेसेस पर टेम्परेचर आर एबव 10 डिग्री सेल्सियस हेले कोउ जगह यस टेम्परेचर 10 डिग्री सेल्सियस रु अधिक अछि सर दिल्लीर ଆଉ ସେ ସିଆଚିନ ର। दिल्ली रे सियाचिन नेक्स्ट तापर दिल्ली सियाचिन ତାପରେ ଅଛି ना दिल्ली सियाचिन सियाचिन केते कहलु -10 बा -10 टा 10 टा ऊपर नो सर सर हां सर दिल्ली ତାପରେ ହଉଛି ଆଉ ଗୋଟେ ହଉଛି ସେଟା କଣ दिल्ली हबो और ଆହମଦାବାଦ। अहमदाबाद है कि नहीं एटा लिखिबु कोन दिल्ली अहमदाबाद यस सर। Because in each of the following pairs, which number is to the right of the other on the number line? The number line रे ଏଠି କୋଉ number ଟା କାହାର right ରେ ଅଛି? କହିପାରିବି ନା କହିପାରିବିନି? ସେ ଆପଣଙ୍କ ସ୍କ୍ରିନ ତ ଦେଖାଯାଉନି। ସ୍କ୍ରିନ୍ ଦେଖାଯାଉନି? नो सर सर ଆପଣ ଯୋଉ କୋଶ୍ଚିନ୍ ଟା ପଢିଲେ ସେଇଟା ଏବେ ଦେଖାଗଲା? यस सर। ହୁଁ କହ। ଏଟା କହ। in which of following pairs Pairs which number is to is to the which right. number is to the right of the other on the number line। ଏଇଟା ନମ୍ବର ସେଟା ଲାଇନ ଯଦି ଏଇଟା ନମ୍ବର ଲାଇନ ହୁଏ ହେଲା ତାହେଲେ ଏଠି କୋଉ ନମ୍ବର ଟା ରାଇଟ ରେ ରହିବ ହେଲା 2 ରହିବ ନା 9 ରହିବ କୋଉଟା ରାଇଟ ରେ ରହିବ ଯୋଉଟା ବଡ ସେଇଟା ରାଇଟ ରହିବ ହେଲା ଏଇଠି ବଡ କିଏ 9 ବଡ କି ନାହିଁ ହେଲା ତ यस ଶୂନ ଟୁ ଯୋଉଟା ଦୂରରେ ସେଇଟା ରାଇଟ ରହିବ ତାହେଲେ 9 ଠି କିଏ ରାଇଟ ରହିବ କଣ ରହିବ ଲେଖିବ 9 is to the right नो of 2 9 will be ଦେଖିବ 9 is to the right of 2 ବୁଝିଲା କି ନାହିଁ 9 2 यस ର ରାଇଟ ରହିବ ତ ନେକ୍ସଟ କହ ଏଇଟା सर ଆଁ 3 is the right of minus 3 is the right of -8। ହଁ ବାସ୍ ଏଇଟା ଆସିବ ସେମିତି ଏଇଟା ସବୁ ବାକି ଆସିବ କି ନାହିଁ यस सर। ସବୁ ଆସିବ ସବୁ କରିବୁ ଲେଖିବୁ ହେଲା 9 is to be the right of 2 ହେଲା ଏମିତି ଲେଖିବୁ ତାପରେ ବାକି 7 ନମ୍ବର କ୍ୱେଶ୍ଚନ ଟା କହ Right all integers between the given pairs। Write all the integers between the given 0 କହୁଛି and write all the integers ଯେତେ ସବୁ yes ଇଣ୍ଟିଜର ଅଛନ୍ତି ଲେଖ କହୁଛି ବିଟୱିନ୍ ଦ ଗିଭେନ୍ ପେୟର୍ସ ତା ମାନେ 0 ଆଉ -7 ଭିତରେ ଯେତେ ଇଣ୍ଟିଜର ଅଛନ୍ତି ସେ ଇଣ୍ଟିଜର ଗୁଡା ଲେଖିବୁ ବୁଝିପାରୁଛ ନାହିଁ ତାହେଲେ କିଏ yes ଅଛନ୍ତି କିଏ ଅଛନ୍ତି sir -1 -2 -3 -4 -5 -6 -7 -1 -6 -2 -3 -4 -5 -6 ସେମିତି ବି ବିଟରେ ଲେଖିବୁ ବି ବିଟରେ କିଏ ହବ sir b beat ହବ -4 4 ତାପରେ ହବ -3 ହବ -3 -2 -1 0 1 2 3 4 ହେଲା ସେମିତି ଡି ବିଟ ରେ ସି ବିଟ ରେ sir 4 sir 4 କଣ ହବ ଆଉ 4 ଟା ଗଣିବାନି କେତେ ଦେଇଛି ଠିକ ଅଛି ତାପରେ ଏଇଠୁ ତାପରେ -8 -8 ରୁ -9 -10 ତାପରେ ହଉଛି -11 -12 -13 ତାହେଲେ -14 -14 ରୁ ଆରମ୍ଭ ହବ ଅପ ଟୁ କେତେ ଯାଏ -9 ଯାଏ ହେଲା କି ନାଇଁ ତା ଭିତରେ ସବୁ ସଂଖ୍ୟା ରହିବ ବୁଝିଲେ ନା yes sir। ଡି ରେ ସେମିତି କିଏ ରହିବ ଡି ଭିତରେ ହଉଛି 3 ରୁ 4 ମାନେ -29 ରହିବ କାହା ଭିତରେ ରହିବ -29 ରହିବ -22 -24 22
-22 ରହିଲା ଏଠି, ତାପରେ ଆସିବ -23, ତାପରେ ଇଆଡକୁ ଆସିବ -30। ଦେଖୁଛି -30 -23 ଭିତରେ ଯିଏ ଆସିବ ତାକୁ ଲେଖିବୁ। ତ ଏଇଠୁ ଆରମ୍ଭ ହବ -24, ତାପରେ ଇଆଡକୁ ଯିବ ଆପ କେତେ -29 ଯାଏଁ ଯିବ, ତାପରେ -30 ଆସିବ। ତ -24 ରୁ -29 ଯାଏଁ ଲେଖିବୁ ହେଲା। -24 -25 -26 -27 -28 -29 ଏତିକି ଲେଖାଯିବ। ତାପରେ କହ ଏଇଟା Yes, sir. 8 କହ। Right for negative integers greater than 20. Write 4 negative integers greater than 20. Sir, କେମିତି ହବ? Greater than -20 ହେଲା, greater than -20। Yes, sir. Sir, ମୁଁ କହିବି ହୁଁ -20 ର ହଉଛି greater than 4 ନେଗେଟିଭ ହଉଛି କି ସେଟା କଣ ତ କହନ୍ତି -19 -18 -7 -19 -7 ବାସ୍ 19 -19 -18 ଏଗୁଡ଼ା ସବୁ ଏଇ ଜିନିଷ ଲେଖାଯିବ ହେଲା କି ନାହିଁ। yes, yes, -19 that's -18 -17 -16 ସିମ୍ପଲ। ତାପରେ ଏଇଟା ରାଇଟ୍ 4 integers less than -10। right for just less than -10 ହଉଛି -11 -12 ହଁ -11 -12 -13 -14 ସିମ୍ପଲ। ତାପରେ କହ 9 ନମ୍ବରଟା କହ। number for the following statement with correct true and false, true or false. If the statement is false, correct the statement. Yes sir, ଆସିବ କହ। -8 is to the right of -10 on a number line. Number line -8 right. Yes sir, true. ଏଇଟା ହଉଛି -8। sir true ହବ। -8 ରହିଲେ ଏଇଟା କେତେ -9 ଏଇଠି ରହିବ, ଏଇଟା ରହିବ -10। ତ -8 ଟା Yes, ରାଇଟ୍ ରେ ଅଛି ନୁହେଁ କି, ତ ଦିସ୍ ଇଜ ଟ୍ରୁ। ବି ବିଟ୍ ଟା କହ। -8 is to the right of -50 on a number line. Sir, false. ହଁ କାହିଁକିନା -100 ଟା ବହୁତ ଦୂରରେ ରହିବ, ତା ପୂର୍ବରୁ ରହିବ Yes, sir. -50 ହେଲା କି ନାହିଁ। ତ 100 କୋଉଠି So, ଆର ଲେଫ୍ଟରେ ରହୁଛି ହେଲା। yes, sir. ଦିସ୍ ଇଜ The ଫଲ୍ସ। answer ହବ କି 950 ହଁ is to the right of -100 on a number line. -50 ହବ ରାଇଟ୍। ତାପରେ ନେକ୍ସଟ ଏଥର କହୁଛି ତାପରେ ହଉଛି smallest negative integer is -1. Smallest negative integer equal. Yes, sir. True. ଓକେ ନେକ୍ସଟ 80 is greater than 80. False. ସ୍ମଲେଷ୍ଟ ନେଗେଟିଭ ଇଣ୍ଟିଜର। ହଁ ମାନେ Yes, sir. -1 ଟା ସବୁଠୁ ସାନ, -5 ଟୁ ବି No, -1 ସାନ। no, sir, no, sir. Sorry, sir, ହଁ sorry, sir. ଭୁଲ ହେଇଗଲା। No, sir. Greatest ହବ। Smallest କୋଉଟା ହେଇପାରିବନି। ଯେମିତି ଗ୍ରେଟେଷ୍ଟ ପଜିଟିଭ ନମ୍ବର ନାହିଁ, ସେମିତି ସ୍ମଲେଷ୍ଟ ନେଗେଟିଭ ନମ୍ବର ନାହିଁ ହେଲା କି ନାହିଁ। Yes. Yes. ଦିସ୍ ଇଜ ଫଲ୍ସ। ନେକ୍ସଟ କହ। ଦିସ୍ ଇଜ ଦ ଲାର୍ଜେଷ୍ଟ ନମ୍ବର। Sir, ଲାର୍ଜେଷ୍ଟ true ଟା ନେଗେଟିଭ କଣ sir? False ଏଟା। -26 this is also false। Sir, ଏଟା Next, ହବ -25 is greater than -26. ହଁ ତ 10 ନମ୍ବର ଟା କହ। Draw a number line and answer the following. Which number will be reached if we move four numbers to the right of +2? Mako -2 -2. Four numbers to right -2 -1 0 1 2. Sir, 2 have answer. which number will you reach if you move 4 numbers to the right of -2? ତାହେଲେ ପ୍ରଥମେ -2 ରଖିଲି, ତାପରେ 4ଟା ନମ୍ବର ଯିବୁ। 2
तीन चार नंबर चार तो आसो आंसर की आसीबो -2 हुइच का नंबर प्लस 2 तहर से 2 पा हुइच नंबर जाकर कर लिखिबू 2 लिखिबू yes एटा yes को sir which number will reach if we move 5 numbers to the left of 1 1 2 3 4 5 sir -4 वन केते को जीवा पांचटा गोटे दीटा तीनटा चारटा पांचटा दैट मीन्स एक रे हमें पांच फेडुचंती बुझले कि yes नहीं sir -4 पाइबा ହେଲା तो दिस इज द आंसर sir hochi if we are if we are at -8 on the number line -8 रे हमें अछंती ओके तब नेक्स्ट is sir left have answer लेफ्ट हो ହେଲା अब नेगेटिव -8 ताडू जो छोटो नेगेटिव टा पचरछि तला हमें कोन लेफ्ट को जीवा ହେଲା तो आंसर विल बी yes लेफ्ट if we are at -6 sir it have right हमें जो -6 रे अछंती कुछ इन व्हिच डायरेक्शन शुड वी मूव टू रीच -1 ହେଲା तो राइट अच्छा एडिशन ऑफ इंटीजर्स पढ़े हला yes sir तो 2 रे 3 मिसले केते sir 5 सिंपल किछि नहीं हला कि नहीं पॉजिटिव टा एडिशन करिया इजी हला कि नहीं देखे yes मु sir तो आगुर कहिछि पॉजिटिव नेगेटिव से संख्या किछि नहीं हला कि नहीं sir negative sir नेगेटिव टा कोन हां कह sir -2 ଆଉ -3 ନେଗେଟିଭ ରେ ମିଶା ହେଲା ତାହେଲେ -5 କଣ ହବ तो मु सेई कथा कहूछि बा हला कि नहीं तो नेगेटिव मुके मते -5 केति चावल दे तू देई परिबु कि -5 केति चावल ହେଲା ଦେଇ ପାରିବୁ ନେଗେଟିଭ ନମ୍ବର ସେମିତି ରିପ୍ରେଜେଣ୍ଟ କରିବାକୁ ଆମେ କରିପାରିବାନି ହେଲା କି ନାହିଁ ଆମେ ଖାଲି ଗୋଟେ ପ୍ଲସ୍ ମାନେ ଗୋଟେ ଇଣ୍ଟିଜରରେ ନେଗେଟିଭ ସାଇନ୍ ଆଡ୍ କରିକି ଆମେ ତାକୁ ଇଣ୍ଟିଜର କଣ ନେଗେଟିଭ କରୁଛନ୍ତି ବୁଝିଲା କି ନାହିଁ yes sir ଏଠି ଦେଖିବୁ ଯେତେବେଳେ ଏଠି ଦିଟା ଏଠି 2+3 ମାନେ କଣ +2 ++3 ଆମେ ଗୋଟେ ସଂଖ୍ୟା ମୁଁ ଲେଖିଲି ମନେକର 2 ତା ମାନେ ଏଟା ମାନେ କଣ ହିଡେନ୍ ହେଇକି ପ୍ଲସ୍ ସାଇନ୍ ଟା ଗୋଟିକିଆ ସଂଖ୍ୟା ଲେଖିବି ତା ଡାଁ ପଟେ ମୁଁ ପ୍ଲସ୍ ଲେଖିବି କି ତା ବାଁ ପଟରେ ଲେଖିବିନି 2 ଲେଖିଲି ମାନେ ଏଟା ହଉଛି କଣ +2 କିନ୍ତୁ ମୁଁ ସେଇଠି ଯଦି ତାକୁ ମାଇନସ୍ ସଂଖ୍ୟାଟା ଲେଖିବାକୁ ପଡ଼ିଲେ ମୁଁ କହିଲି -2 ଲେଖେ ତ ନେଗେଟିଭ ସାଇନ୍ଟା ଦେବାକୁ ପଡ଼ିବ ମାନେ -2 ବୁଝିଲ ନା ନାହିଁ ତ ଯେତେବେଳେ ମୁଁ 2 + 3 କି ମିଶେଇବି ତ 2 3 ର ମୂଲ୍ୟଟା ପ୍ରଥମେ ମିଶେଇଦେବି 2 3 ର ମୂଲ୍ୟ କେତେ 5 2 3 5 ଯେହେତୁ ଏ ଦିଟାଙ୍କ ପ୍ଲସ୍ ସାଇନ୍ରେ ଅଛନ୍ତି ତ ତାଙ୍କ ପଟେ ମୁଁ ପ୍ଲସ୍ ସାଇନ୍ ଦେବି ତ ଗୋଟିକିଆ ସଂଖ୍ୟାରେ ପ୍ଲସ୍ ସାଇନ୍ ଦେବା କିଛି ଆବଶ୍ୟକ ନାହିଁ ଖାଲି 5 ଲେଖିବି ठीक है सेमती -2 -3 है कि नहीं तो ये मैं कौन करी yes तो मु प्रथमे देखिबी 2 3 रो वैल्यू टा देखिबी 2 रे वैल्यू केते और 3 रे वैल्यू केते बुझिला नहीं 2 रे वैल्यू और yes 3 sir रे वैल्यू मिसेले केते हबो मिसेई प्रथमे केते हबो 5 हबो कि नहीं yes sir 5 हबो अच्छा तो देखिबी आंक भितरे 2 पाखरे भी माइनस साइन अछि आ पाखरे भी माइनस साइन अछि कि नहीं yes sir हाँ ताले दीटाक भ्यालु प्रथमे मिसेई देबी 5 हैला बुझिला नहीं हैला तो दीटाक जदि गोटिए साइन जदि समान थिबो सबले हम तको भ्यालु टाको मिसेई देबी तो -5 कर देबी बुझिला ना तो देख एटी +2 +3 तो दीटाक साइन इक्वल अछि ना तो ऐड कर देकी त भ्यालु सीधा ऐड कर देबू जदि एटी दीटाक साइन भी थिबो कोन नेगेटिव रे समान थिबो ताको भी हम ऐड कर देकी 2 3 की मिसेई देले 5 करले पुनी माइनस टाको रखिले तो साइन टाको लिख देले -5 ହେଲା ବର୍ତ୍ତମାନ ଯଦି ନମ୍ବର ଲେନି ତ ମୁଁ କହିବି ଏ ଦେଖ ମନେକର ମୁଁ କହିଲି -2 ମୁଁ କୁଆଡେ ପ୍ରଥମେ ଯିବି -2 ମାନେ -2 ଟା କିଏ ଏଇଟା କି ନାହିଁ ହ୍ୟାଲୋ yes sir -2 ଏଇଟା ତ -2 ରୁ ସେ କହୁଛି -3 ଯିବା କୁଆଡେ ଯିବା ଆମେ -3 ଯିବା minus -3 ଯିବା ମାନେ କଣ -2 ରୁ ତିନିଟା ଡିରେକ୍ସନ ଯିବା ନେଗେଟିଭ ଡିରେକ୍ସନ ରେ गोटे घर गले आ गोटे घर गले आ गोटे घर गले कोठी से पहुंचले -5 पर min पहुंचले कि नहीं तो तेणु yes -2 -3 है -5 बुझी पाइला नहीं नंबर लाइन देखिया गले yes हैला सेमते -5 -3 प्रथमे कोड दिबा -5 धरिबा लाइक हम स्टार्टिंग पॉइंट जो -5 सेटु हम कोड sir डायरेक्शन दिबा सेटु हम sir जिबा हां minus सेटु नेगेटिव माइनस में नेगेटिव ए डायरेक्शन दिबा लेफ्ट रे जिबा
-5 ର लेफ्ट रे जीवा तो माइनस गोटे गोटे घर गले दीटा घर गले तीनटा घर गले तो -8 पाइले तो आंसर हो कि -8 सिंपल Yes, sir. बुझिले नहीं किछि भी एदर नहीं -7 -9 हबो Sir, -7 ଆଉ -9. -7 ରୁ -9 ଫେଡା ହବ 7 16 -16. -16 सिंपल ହେଲା ମୁଁ ଏଠି କହିଲି -8 +6 ଏଠି କଣ କରିବୁ -8 ପ୍ଲସ୍ 6 ତ ସାର୍ ମୁଁ କହିବି ଆପଣ କହିବେନି 1 2 4 5 6 -2 ହବ। ହଁ ତୁ ଯେତେବେଳେ ଦେଖିବୁ ଗୋଟେ ଡିରେକ୍ସନ କଣ ଆସୁଛି କହିଲୁ ପ୍ଲସ୍ ମାଇନସ୍ ରେ ଆସୁଛି ହେଲା ଗୋଟେ ମାଇନସ୍ ଗୋଟେ ପ୍ଲସ୍ ରେ ଆସୁଛି ତ ସେଇଠି କଣ କରିବୁ ସେଠି ଦେଖିବୁ ଆଙ୍କ ଦି ଭିତରେ ଡିଫରେନ୍ସ ଟା କେତେ ଦେଖିବୁ 8 ଦି ଭିତରେ ଡିଫରେନ୍ସ କେତେ ଅଛି 2 2 ଅଛି ଦେଖିବୁ ଯୋଉଟା ବଡ ଭ୍ୟାଲୁ ଏଠି 8 6 ଭିତରେ ବଡ କିଏ ଖାଲି 8 8 6 8 ବଡ ତ 8 ପାଖରେ ଯୋଉ ସାଇନ୍ ଟା ଥିବ ସେଇ ସାଇନ୍ ଟା ବସେଇ ଦେବୁ -2 ବୁଝିପାରିଲେ ନାହିଁ yes sir ଦେଖେ नेगेटिव पॉजिटिव सेमती किसी जिनस नहीं आमे ताकू जिनस रिप्लेस मुके -5 के चाउल कि -2 के चाउल दे को दुकान दे परिबो लगी नहीं तो नेगेटिव संख्या माने कोड जिनस धार नेले आमे ताकू नेगेटिव बोली कोहंती बेसिकली उधार टे ये बड़ कले आमे ताकू नेगेटिव बोली कोहंती हला किंतु एडी नेगेटिव पॉजिटिव तो वैल्यू टाको देखिबो 8 या 6 भीतर का वैल्यू अधिका 8 रो वैल्यू अधिका 8 6 भीतर डिफरेंस कोन अछि 2 अछि तो 8 पाखरे जो साइन टा थिबो सेई साइन टा हेडी बसै सिंपल ମୁଁ କହିବି -9 + 6 କେତେ ହବ सर -9 प्लस 6 हब कि सर 9 6 गले 3 -3 न देखिबो साइन जदी अलगा आसुची माइनस प्लस आसुची ताला तांका भीतर सब डिफरेंस देखिबो हला केते तांको डिफरेंस ता अछि 9 6 भीतर 3 होची डिफरेंस बड़ संख्या पर जो साइन ता थिबो सेटा आसी बसि दउ ମୁଁ କହିବି -6 + 9 କଣ କରିବୁ -6 ପ୍ଲସ୍ 9 ତାହେଲେ ହବ 6 ରୁ 9 ଗଲେ ହଉଛି 6 ରୁ 9 ଗଲେ -3 सर 6 ରୁ प्लस 9 ଗଲେ 3 -3 ତୁ ଦେଖିବୁ 6 9 ଭିତରେ ଡିଫରେନ୍ସ ହଉଛି 3 ସାଇନ୍ ଟା 9 ପାଖରେ ଅଛି ମାନେ +3 ରହିବ ଏଇଟା ଆମେ 9 - 6 ବି ଲେଖି ପାରିବା ହେଲା କି ନାହିଁ ଏ ବି 3 ପାଇବା ଏକା କଥା ତ ମାଇନସ୍ ପ୍ଲସ୍ जा पडर सामना फेडिबो अच्छा -4 + 3 ଏଟା କଣ ହବ -4 प्लस 3 ये सर -4 और +3 प्लस 3 सर कहूची माइनस सर -7 अच्छा -7 +3 माने को जानछो नहीं ये सर कौन था माने सर 3 3 में नुह ता माने 0 रू टू द राइट क्वेट जीवा 0 रू टू द राइट एटा घर जीवा यस हमें तीनटा घर जीवा 3 प्लेसेस जीवा यस है कि नहीं मु कहबी -3 माने कोन 0 रू टू द लेफ्ट क्वेट जीवा 0 रू टू द लेफ्ट जीवा लेफ्ट माइनस पा यस 4 बे -3 पा 0 रू टू द लेफ्ट केते घर जीवा 3 प्लेसेस जीवा केते प्लेसेस जीवा 3 प्लेसेस जीवा है कि नहीं एठी तते कहली मु -3 माने कोन केते घर जीवी एठी मु -3 कहली तते हैला तो 0 रू मु तीनटा घर गली 1 2 3 ता माने हैला कि नहीं सेठी केते कहजी -4 प्लस ऑफ +3 हैला कि नहीं ता माने गोटे संख्या को मु यदि +2 लिखिबी तो सेटा खाली 2 लिखले इक्वल हबनी यस सर इक्वल त दे प्लस टा उड़े दोन प्रथम आगे -4 + 3 हेलानी ताले -4 प्रथम कोडी अछि एठी अछि -4 प्लस जीवा प्लस कोड जे ने प्लस माने को 0 रू माने सेइटू राइट की जीवा कोड जे सेइटू राइट की जीवा केते घर जीवा +3 घर जीवा ता माने को राइट एडू जीवा राइट एडू 3 घर जीवा ताले एक घर 2 घर 3 घर ताले केते पाइबा हमें का पावर पहुंचले सर -1 पुणी -7 तू कुछ कौन पे प्लस था अबे मु खाली 5 टा को +5 लिखि परिबिनी कि से कंफ्यूज करिया देछि तो प्लस थिले तो कंफ्यूज हबनु प्लस थिला माने बा गोटे संख्या को मु खाली +9 भी लिखि परिबी खाली 9 भी लिखि परिबी
Yes, sir. तो এই প্লস টো সাইন হটে দেনু তো -4 + 3 ହେଇଗଲାନି କି -4 + 3 ହେଇଗଲାନି କି Yes, sir. पूरा अपन जो ट्री बतेइଥିଲେ ସେମିତିଆ ହଁ ଅସୁବିଧା କଣ ଅଛି 1 yes, ତ -1 sir. ହବ ବୁଝିଲି ଯେ sir. ବୁଝିଲେ ନାହିଁ ତ ଏଇଠି ସେମିତି Yes. କହ +4 -3 ପ୍ଲସ୍ ଅଫ୍ -3 ପ୍ଲସ୍ ମାନେ ମନେ ରଖିଥା 0 ରୁ କୁଆଡେ ଯିବୁ ଟୁ ଦ ରାଇଟ୍ Yes. ହେଲା ପ୍ଲସ୍ ମାନେ ନେଗେଟିଭ ମାନେ କଣ 0 ରୁ କୁଆଡେ ଯିବୁ ଟୁ ଦ ଲେଫ୍ଟ ବୁଝିଲେ କି ନାହିଁ Yes, sir. ସେ କହୁଛି +4 ତା ମାନେ ଯଦି ଏଇଟା ନମ୍ବର ଲାଇନ ହୁଏ 0 1 କପି କରି ଆଣିଛି এইটা যদি +4 ହୁଏ +4 কোଉଠି ଅଛି ସେ ଏଇଟା କହିଛି ନା +4 କହିଛି ନା +4 କୋଉଠି ଅଛି ଏଇଠି ଅଛି Yes, sir. ସେ +4 ପୁଣି ପ୍ଲସ୍ କହିଛି କଣ କହିଛି ପ୍ଲସ୍ କହିଛି ତା ସହିତ ମିଶେଇବା କେତେ ମିଶେଇବା -3 ମିଶେଇବା ହେଲା କି ନାହିଁ -3 ମିଶେଇବା ମାନେ ଆମେ କୋଉଠିରେ ଏ ଯୋଉ +4 ରୁ ଇଆଡେ ଯିବା ନା ଇଆଡେ ଯିବା Sir, +4 ରୁ ହୁଁ -3 ମିଶେଇବାକୁ ସେ କହିଛି କୋଉଠି ଯିବା ଏଇଟା ହଉଛି ଲେଫ୍ଟ ଏଇଟା ହଉଛି ରାଇଟ୍ ରାଇଟ୍ କାହା ପାଇଁ ଯିବା ଯଦି ପ୍ଲସ୍ ସଂଖ୍ୟା କହିଯିବ ଯିବା ଲେଫ୍ଟ ଯିବା ମାଇନସ୍ ସିମ୍ବଲ ପାଇଁ ତାହେଲେ ସଂଖ୍ୟାଟା ଏଠି ଆମ ପାଖରେ yes, କଣ ଅଛି କି ସଂଖ୍ୟା ଅଛି sir ଭାଇ ଅଛି ମାଇନସ୍ ଅଛି ତୁ ଏଇ ପ୍ଲସ୍ ସାଇନ୍ କି ଭାବିକି କନଫ୍ୟୁଜ ହବୁନୁ ସଂଖ୍ୟାଟା ଦେଖେ ଗୋଟେ କଥା ଦେଖେ ବ୍ରାକେଟ ମାନେ ଗୁଣନ ଜାଣିଛୁ ନା ବ୍ରାକେଟ ମାନେ କଣ ଗୁଣନ yes, sir. ହେଲା ତ ଇଏ Yes. ପ୍ଲସ୍ ଇଏ ମାଇନସ୍ ଏଠି ଗୁଣା ହଉଛି ପ୍ଲସ୍ ସହିତ ଯଦି ଗୋଟେ ମାଇନସ୍ ଆମେ ଗୁଣିବା ସେ କଣ ହେଇଯିବ ମାଇନସ୍ ହେଇଯିବ କଣ ହେଇଯିବ ମାଇନସ୍ ବୁଝିଲା ନା ନାହିଁ Yes. ତାମାନେ ଏଇଟା ଅଛି କହିଛି କଣ +4 ପ୍ଲସ୍ ଅଫ୍ -3 ତାହେଲେ ଏ ମାଇନସ୍ ଟା ଯେତେବେଳେ ପ୍ଲସ୍ ସହିତ ଗୁଣି ହେଇଯିବ ସେ ମାଇନସ୍ ହେଇଯିବ +4 Yes, -3 sir. ହେଇଯିବ ବୁଝିଲେ ନା ନାହିଁ Yes. ହେଲା ତ ସେ କହିଛି ଯେତେବେଳେ +4 ପ୍ଲସ୍ ଅଫ୍ -3 କହିଛି ତ ତୁ -3 ମାନେ କୁଆଡେ ଯିବୁ ଲେଫ୍ଟ ଯିବୁ ନା ରାଇଟ୍ ଯିବୁ +4 ପାଖରୁ ଆରେ ହ୍ୟାଲୋ Yes, sir. ତ ତୋତେ ମୁଁ କହୁଛି ତୁ କହୁନୁ +4 -3 କହିଛି ହେଲା କି ନାହିଁ +4 ତୋର ସ୍କ୍ରିନ୍ Yes. ଦେଖାଯାଉନି କି Yes, sir. ଦେଖା ଯାଉଛି ହଁ +4 ରୁ ତୁ -3 କହିଛି ଯିବୁ ତ -3 କହିଛି ମାନେ ତୁ ରାଇଟ୍ ଯିବୁ ନା ଲେଫ୍ଟ ଯିବୁ -3 ମାନେ ଲେଫ୍ଟ ଯିବି ଲେଫ୍ଟ ଯିବୁ ତ -3 ରୁ ଲେଫ୍ଟ ଗଲେ କୋଉଠି ଆସିବୁ କେତେ ଘର ଯିବୁ 3 ଘର ଯିବୁ କି ନାହିଁ ଲେଫ୍ଟ କୁ ଗୋଟେ ଘର ଗଲୁ 2 ଘର ଗଲୁ 3 ଘର ଆସି ପହଞ୍ଚିଲୁ କାହା ପାଖରେ ପହଞ୍ଚିଲୁ 1 ପାଖରେ ପହଞ୍ଚିଲୁ Yes. ତାହେଲେ -4 ପ୍ଲସ୍ ଅଫ୍ -3 କେତେ ପାଇବୁ ଉତ୍ତର 1 ପାଇବୁ ବୁଝିପାରିଲୁ Yes, sir. ଆଁ Yes, sir. ପୁଣି ମନେକର କହିବି +5 ପ୍ଲସ୍ ଅଫ୍ -2 କଣ ହବ କହ ସାର୍ କହୁଛି ହବ ମାଇନସ୍ ସାର୍ ଏଟା କଣ ବ୍ରାକେଟ ଦିଆ ହେଇନି କି ଦେଲି ବା +5 ପ୍ଲସ୍ ଅଫ୍ -2 ଦେଇଛି ଏ ସାର୍ ଠିକ ଅଛି ସାର୍ +3 କେତେ ହବ ପ୍ଲସ୍ +3 ଥ୍ରୀ ହେଲା +5 ଏଇଠି ଦେଖିଲୁ +5 ରୁ କେତେ ଘର ଯିବୁ 2 ଘର ଗଲୁ ଗୋଟେ ଘର ଗଲୁ 2 ଘର ଗଲୁ ତ +3 ଉତ୍ତର ପାଇଲୁ ହେଲା ତାପରେ ସେ ବର୍ତ୍ତମାନ କହିଛି ଏଇ ଉତ୍ତରଟା କହ ହେଲା ଏ ବିଟ୍ ର ଉତ୍ତରଟା କହ ଏଇଟା ହେଲା ସାର୍ କହୁଛି କହିଛି -11 ପ୍ଲସ୍ ଅଫ୍ -12 ସାର୍ ଆନ୍ସର ହବ କି ଯୋଉ କି ହଁ ସାର୍ କହୁଛି ମାଇନସ୍ ହେଲା -1 -1 ଆଚ୍ଛା ୟେସ୍ ମୁଁ ତତେ କହିଲି ବ୍ରାକେଟ ମାନେ କଣ ଗୁଣନ ଗୁଣନ କି ନାହିଁ ଆଚ୍ଛା ଏଇଠି ୟେସ୍ ପ୍ଲସ୍ ଅଛି ଏଇଠି ପ୍ଲସ୍ ଅଛି ନା ଆଉ ଏଇଠି ମାଇନସ୍ ଅଛି ଏଇଠି ମାଇନସ୍ ଅଛି ପ୍ଲସ୍ ଅଛି ତାହେଲେ ମାଇନସ୍ ସହିତ ବ୍ରାକେଟ ରେ ଯେତେବେଳେ ପ୍ଲସ୍ ଗୁଣନ ପ୍ଲସ୍ ସହିତ ମାଇନସ୍ ଆସିବ ସେ କଣ କରିଦବ ତାକୁ ଏଇ ସାଇନ୍ ଟା କଣ ହେଇଯିବ ମାଇନସ୍ ହେଇଯିବ ୟେସ୍ ସାର୍ ତାହେଲେ ଯେତେବେଳେ ଏଇ ମାଇନସ୍ ଟା ଏଠି ଗୁଣନ ହେଇଯିବ ସେ କଣ ହେଇଯିବ -11 -12 ହେଇଯିବ
एक कहीं हबे Yes. एक कोठी हबो ताले तू -11 -12 केते हबो अरे तते से -2 -3 तते कहली प्रथम रुबे केते हबो -2 -3 ये सर बुझिली -2 रे थिबो -3 की जीवो माने एक दुई तीन सर जो कि +1 एटा हबो +1 यस -2 माने कौन कहलु कोठी पहुंच ए जो नंबर लाइन में कोठी पहुंचू -2 माने एठी पहुंचू सर लेफ्ट अच्छा यस से कहि तापर कोड जीवु -3 जीवु -3 माने कोड जीवु कहलु माइनस साइन माने कोडे सर पछकू यस लेफ्ट को जीवु लेफ्ट केते घर जीवु सर चल ठीक अछि 3 घर गले कोठी पहुंचिलु सर ଯାଇକି ପହଞ୍ଚିଲୁ କି 1 2 3 5 ଘରେ चल तू एठी 1 कहउछु सॉरी भूल ହେଇଗଲା चल उत्तर केते ହେଲା सर -5 -5 ସେଟା बे सीधा तो सर तू ଏତେ हां तो आ पूर्वरु कहलिबे जोटी -1 -2 थिबो दीटा को माइनस साइन थिले ये दीटा को मिसई देबो माइनस साइन दे देबो -3 -5 सर -4 थिले दीटा को मिसई देबो 5 री 9 माइनस साइन दे देबो सर -8 ଏଟା -7 थिले को हबो 8 रे 7 मिसई देबो 15 8 7 15 हमना ए जो दीटा को माइनस साइन अछि तो माइनस साइन दे देबो ये सर बुझिଛି बुझिछु ताले एटा एक केमिति कहउछु एटाକୁ सॉरी सर भूल ହେଇଗଲା हां तू ए प्लस पे कंफ्यूज होउची जो प्लस सिंबल टा देछि नै कि ए प्लस से माइनस से गुणी से माइनस कर दबो बुझिले कि नहीं इतने प्लस टा गुणी से -11 -12 हे जिवो यस हां दीटा को साइन माइनस रे अछि तबले कोन हबो जते बेले मु कहबी 11 + 12 तार माने एठी 11 आ पटे कि साइन दे माने ये +11 ये दीटा को साइन इक्वल अछि माने 11 12 मिसेई 13 23 साइन ताकर प्लस रहइबो ठीक सेमति दीटा को साइन एटी इक्वल अछि माने ये संख्या दीटा को मिसेई देबू 11 12 23 आका पर कि दीटा को साइन कोन अछि माइनस अछि तो -23 लिखिबू एटा को बी बिट को ये सर को अचीवमेंट +10 ଥିଲା ତ ଏତେ ତ +4 सर +4 तू छोट पिला भला भाबुछु ते केही भाबिनी तू छुआ बेला शिखिनु मिश्रण फेराण हां दीटा को साइन तो प्लस अछि तो मिसेई देकी प्लस साइन ता पाखरे दे देबू कोन तू भाबुछु मु तो बुझी पारुनी हां सी बिट को -32 ଚାରିଟା ହବ ଯୋଉ 25 7 -7 -7 हबो नो नो सर सॉरी -32 ରୁ -25 32 25 ମିଶିଲେ 5 7 3 2 5 ହେଲା 57 57 ହେଲେ ସାର୍ -57 तू देखिबू एठी -32 प्लस माइनस प्लस जेतले ब्रैकेट पाखर रहइबो ए प्लस साइन ता चेंज हे कि माइनस हे जिवो बुझिले नहीं हैला तो ये दीटा -32 -25 ये दीटा को साइन इक्वल माने 32 25 मिसेई देबू 57 कर देबू प्रथमे तब माइनस साइन ता बसई देबू एटा को इस कुछ जो कि अच्छी +23 ଆଉ +40
ହେଲାଣି 40 63 ପ୍ଲସ୍ 63 ସିମ୍ପଲ ଦିଟାଙ୍କ ସବୁ ପ୍ଲସ୍ ଅଛି ମାନେ ପ୍ଲସ୍ ଥିଲେ କିଛି ଅସୁବିଧା ନାହିଁ। ଯୋଉ ଦିଟାଙ୍କ ସେମ୍ ସାଇନ୍ ଅଛି ସେଇ ମିଶେଇ ଦେବୁ ସେଇ ସିମ୍ବଲ ଟା ଥୋଇଦେବୁ ହେଲା। ବୁଝିଲି। ତାପରେ ଏଇଟା କହ -7 + 8 -7 +8 -7 ରୁ +8 ଯିବ -7 ରୁ -7 +8 ମାନେ 6 5 4 3 2 ସାର୍ -1 -1। ଆଚ୍ଛା ଏଇ ସିମ୍ବଲ ର ମାନେ ଏଇଟା ଓଲଟେଇକି ଏମିତି ଲେଖିପାରିବୁ ନା 8 - 7 ୟେସ୍ ଲେଖିପାରିବୁ ନା ସାର୍ ଲେଖିପାରିବୁନି? ପ୍ଲସ୍ ସିମ୍ବଲ ୟେସ୍ ଜାଗାରେ 8 ଲେଖିଲି -7 ଲେଖିଲି 8 କୁ 7 କଲେ କେତେ ହବ? ତୁ ଗୋଟେ -1 କହିଥିଲି ନା? ସାର୍ ୟେସ୍ 8 କୁ 7 କଲେ କେତେ ହବ? 1 -1 କହିଲୁ ଏବେ ତାଙ୍କ ଭିତରେ no ଡିଫରେନ୍ସ sir yes 7 8 ଭିତରେ ଡିଫରେନ୍ସ ହଉଛି 1 ପ୍ଲସ୍ ସିମ୍ବଲ ଟା କାହା ପାଖରେ 8 ପାଖରେ ଅଛି ବଡ ସଂଖ୍ୟା ଟା yes sir plus ବଡ symbol ସଂଖ୍ୟା ସିମ୍ବଲ ଟା ରହିବ ସବୁବେଳେ ବଡ ଯିଏ ତା ଭାଗ ଟା ସବୁବେଳେ ଅଧିକା ହେଲା। ଏଇଟା କହ ସେମିତି -9 mind +13 13 ହଉଛି କି ସବୁବେଳେ ମନେ ରଖିଥିବୁ ବ୍ରାକେଟ ପାଖରେ ଯଦି ଗୋଟେ ସିମ୍ବଲ ଥିବ ବ୍ରାକେଟ ଭିତରେ ପ୍ଲସ୍ ଅଛି ଏଠି ପ୍ଲସ୍ ଅଛି ତାହେଲେ ଏଇ ପ୍ଲସ୍ ସିମ୍ବଲ ଉଡେଇକି ସେ ସେମ୍ ପ୍ଲସ୍ ରହିବ ହେଲା କି ନାହିଁ। ଯଦି ବ୍ରାକେଟ ପାଖରେ ଏଠି ପ୍ଲସ୍ ଅଛି ଏଠି ମାଇନସ୍ ଅଛି ତାହେଲେ ଏ ଯୋଉ ପ୍ଲସ୍ ସିମ୍ବଲ ଟା ଚେଞ୍ଜ ହେଇଯିବ ମାଇନସ୍ କୁ ଯଦି ଏମିତି ବି ଅଛି ମାଇନସ୍ ଅଛି ଏପଟରେ ଗୋଟେ ପ୍ଲସ୍ ସିମ୍ବଲ ଅଛି ତ ଇଏ ପ୍ଲସ୍ ସିମ୍ବଲ କୁ ଇଏ ଚେଞ୍ଜ କରିଦବ ମାଇନସ୍ କରିଦବ yes sir ମାଇନସ୍ ପ୍ଲସ୍ କୁ ସବୁ ମାଇନସ୍ କରିଦବ ହେଲା କି ନାଇଁ କିନ୍ତୁ ଦିଟା ମାଇନସ୍ yes ରହିଲା ତାହେଲେ କଣ ହବ? ଦିଟା ମାଇନସ୍ ଥିଲେ ପ୍ଲସ୍ ହେଇଯିବ ମନେ ରଖିଥା yes yes ବୁଝିଲେ sir କି ନାଇଁ ହେଲା yes ଦିଟା ପ୍ଲସ୍ ଥିଲେ ପାଇବୁ ପ୍ଲସ୍ ଯଦି ଗୋଟେ ପ୍ଲସ୍ ମାଇନସ୍ କିମ୍ବା ମାଇନସ୍ ପ୍ଲସ୍ ଥିବ ତାହେଲେ ପାଇବୁ ମାଇନସ୍ ସବୁବେଳେ ଦିଟା ମାଇନସ୍ ଥିଲେ କଣ ପାଇବୁ ପ୍ଲସ୍ ପାଇବୁ ସିମ୍ପଲ ଏତିକି ମନେ ରଖିବୁ ତୁ ଏଇଠି ବି ପ୍ଲସ୍ ଅଛି ଏଠି ବି ପ୍ଲସ୍ ଅଛି ତାହେଲେ ଓଭରଅଲ୍ କଣ ଆସିବ ପ୍ଲସ୍ ଆସିବ -9 +13 ଆସିବ ହେଲା ତ -9 yes +13 କେତେ ହବ? sir +4 ହବ +4 ସିମ୍ପଲ ଏଇଟା କହ -7 plus 7 ପ୍ଲସ୍ plus ବ୍ରାକେଟରେ -10 ହେଲା yes sir ତ ଏଇଠି ବି ପ୍ଲସ୍ then ମାଇନସ୍ ରହିଲା କି ନାହିଁ ପ୍ଲସ୍ ମାଇନସ୍ ରହିଲେ ମୁଁ କଣ କହିଛି ହବ ବୋଲି ମାଇନସ୍ ହବ ଫାଇନାଲ 7 ହବ minus -10 ହବ ସିମ୍ପଲ yes କେତେ ହବ ତାହେଲେ 7 - 10 ହଉଛି 10 7 ଗଲେ 3 -3 ଦେଖ ତାର +12 ଆଉ ହଉଛି କଣ ମାଇନସ୍ ପ୍ଲସ୍ ହଉଛି 7 ବାର 7 ଗଲେ 4 ସାର୍ +4 12 7 ଗଲେ 4 ତମ ଗାଁରେ କି ହିସାବ କରିଥିଲା ନା ହୁଁ ସେ 5 ସେ +6 ଆଡିସନ ଅଫ ଇଣ୍ଟିଜର୍ସ ଅନ ନମ୍ବର ଲାଇନ୍ ହେଲା 3 କୁ 5 ରେ ଆଡ୍ କର ବୁଝ ଆଡ୍ 3 and 5 ଅନ ନମ୍ବର ଲାଇନ୍ କରିପାରିବୁ ନା କରିପାରିବୁନି କେମିତି କରିବୁ yes sir କରିପାରିବି କେମିତି କରିବୁ ପ୍ରଥମେ 3 ପାଇଲୁ ତାପରେ 5 ଆଡ୍ କରିବୁ ଆଡ୍ ମାନେ କଣ ଆଡ୍ ମାନେ ପ୍ଲସ୍ ସାଇନ୍ କି ନାହିଁ ଆଚ୍ଛା yes ତାମାନେ 3 + 5 ଏଇଆ କି ନାହିଁ ଆଚ୍ଛା 3 + 5 ମାନେ ପ୍ଲସ୍ ସିମ୍ବଲ ମାନେ କୁଆଡେ ଯିବୁ ତୁ ରାଇଟ୍ ଯିବୁ ନା ଲେଫ୍ଟ ଯିବୁ ରାଇଟ୍ ଯିବୁ ନା ନାଇଁ 3 ରୁ ରାଇଟ୍ ଡିରେକ୍ସନ ଯିବୁ ଟିକେ ରୁହ yes yes ହ୍ୟାଲୋ yes sir ବୁଝି add 3 and 5 on a number line add ମାନେ କଣ ପ୍ଲସ୍ ସାଇନ୍ କି ନାହିଁ ତାହେଲେ 3 + 5 ତାହେଲେ ନମ୍ବର ପାଇଲୁ ପ୍ରଥମେ 3 ପାଇଲୁ 3 ରୁ ପ୍ଲସ୍ ସାଇନ୍ ମାନେ କୁଆଡେ ଯିବୁ ତୁ ରାଇଟ୍ ଡିରେକ୍ସନ ଯିବୁ କି ନାହିଁ yes sir ହଁ ତ ରାଇଟ୍ ଗଲେ ଏଠୁ 3 ରୁ 5 ଘରକୁ ଯିବୁ କୁଆଡେ ଯିବୁ ରାଇଟ୍ ଯିବୁ କେତେ ଘର ଯିବୁ 5 ଘର ଯିବୁ କି ନାହିଁ yes sir ହଁ ତାହେଲେ ଗୋଟେ ଘର 2 ଘର 3 ଘର 4 ଘର 5 ଘର କୋଉଠି ଆସି ପହଞ୍ଚିଲୁ 8 8 ପାଖରେ ପହଞ୍ଚିଲୁ
तो उत्तर ताल कौन हम 3 5 को ऐड कले 8 हम सिंपल एटा होची को नंबर लाइन रो एडिशन सुबिलान नहीं Yes, sir. और कुछ लेटेस्ट ऐड -3 एंड -5 ता माने कोन ए जो लेखाटा माने कोन ऐड -3 एंड -5 ता माने -3 प्लस ऑफ -5 बुझि पाइला नहीं Yes, sir. ହେଲା ତ ଇଏ ମାଇନସ୍ ଅଛି ଇଏ ପ୍ଲସ୍ ଅଛି ବ୍ରାକେଟ୍ ପାଖାପାଖି ଅଛି ତାହେଲେ ଓଭରଅଲ୍ କ'ଣ ହେଇଯିବ -3 ଅଛି ତାପରେ -5 ପାଇବ ତାହେଲେ -3 କୋଉଠି ଅଛି ଏଇଠି ଅଛି -3 ତ ତାପରେ କ'ଣ ଅଛି -5 ଅଛି ମାଇନସ୍ ସାଇନ୍ ମାନେ କୁଆଡେ ଯିବୁ ଲେଫ୍ଟ ନା ରାଇଟ୍ ଯିବୁ ରାଇଟ୍ ଯିବୁ Yes, sir. ରାଇଟ୍ ଯିବୁ ନା ମାଇନସ୍ ସାଇନ୍ ମାନେ ରାଇଟ୍ ଯିବୁ ନା Yes. ୟେସ୍ No, sir. ଆଉ Left. ଆଉ କହୁଛୁ ରାଇଟ୍ ସ୍କ୍ରିନ୍ ଦେଖା ହଉନି ବୋଧେ ତତେ ये सब देखा जाଉଛି। ତାହେଲେ -3 -5 କୁଆଡେ ଯିବୁ ଲେଫ୍ଟ ଯିବୁ କେତେ ଘର ଯିବୁ 5 ଘର ଯିବୁ ତାହେଲେ 1 Yes. 2 3 4 5 କୋଉଠି ପହଞ୍ଚିଲୁ -8 ପାଖରେ ପହଞ୍ଚିଲୁ ତା ଉତ୍ତର କେତେ ହବ -8 ସିମ୍ପଲ ଏଇଟା କହ and the sum of -5 and +3 Sir, ସମ୍ minus ସମ୍ 5 ମାନେ କ'ଣ plus ସମ୍ ମାନେ 3. ବି ପ୍ଲସ୍ ସମ୍ ମାନେ କ'ଣ ଆଡିସନ ଲାଇକ୍ Yes, ସମ୍ sir. ଯାହା ଆଡିସନ ବି ସେଇଆ Sir, plus 2. ଆଚ୍ଛା No, sir, minus 2. ତାହେଲେ ପ୍ରଥମେ ଅଛି -5 ହେଲା ଦେଖ -5 ତାପରେ ପ୍ଲସ୍ କ'ଣ କହୁଛି +3 ହେଲା ତାମାନେ ଆମେ କ'ଣ କରିବା -5 +3 ଯିବା -5 +3 ମାନେ କ'ଣ ରାଇଟ୍ କୁ ଯିବା 3 ଘର ଗୋଟେ ଘର 2 ଘର 3 ଘର ତ -2 ପାଖରେ ଆସି ପହଞ୍ଚିଲେ ଉତ୍ତର ହେଇଯିବ -2 ସରି -2 ହବ ହଁ find the solution of the following on a number line hello Sir, minus 2 plus 6. hmm Minus 2 plus -2 ପ୍ରଥମେ 6. ଧଇଲୁ Sir, plus 4. କେତେ ଆସିବ -2 ହଁ +6 ମାନେ କୁଆଡେ ଯିବୁ ଇଆଡେ ଯିବା ଗୋଟେ ଘର 2 ଘର 3 ଘର 4 ଘର 5 ଘର ଏଇଠି ଫାଇନାଲ ପହଞ୍ଚିଲେ +4 will be our answer ଏଠି କ'ଣ ପାଇଲୁ ତୁ ଇକ୍ୱାଲ ଟୁ ପାଇଲୁ 4 ଏଇଟା ସେମିତି କ'ଣ -6 + 2 Yes. ପ୍ରଥମେ -6 ରେ ପହଞ୍ଚିଲୁ ତାପରେ କୁଆଡେ Sir, ଯିବୁ କଣ କହିଲେ? -6 + 2 ଟା କ'ଣ କରିବୁ ମାଇନସ୍ 4 ହବ ଯୋଉ ଫେଡ଼ିଦେବି ଫେଡ଼ିକି ବଡ଼ ସଂଖ୍ୟା ଯୋଉ ସିମ୍ବଲରେ ଥିବ ସେଇ ସିମ୍ବଲ ଦେଇଦେବି। ତାହେଲେ ଏଇଗୁଡା କ'ଣ ବର୍ତ୍ତମାନ Find the solution of the following without using number line. Okay, sir. କହୁଛି ୱିଦାଉଟ୍ ୟୁଜିଂ ନମ୍ବର ଲାଇନ୍ ବ୍ୟବହାର କରିବୁନି କରିକି ୱିଦାଉଟ୍ ମାନେ କ'ଣ ନ କରିକି Yes, sir. Yes, sir. ୱିଦାଉଟ୍ ମାନେ ବିନା ୱିଥ୍ ମାନେ ସହିତ Yes, sir. ହେଲା ନମ୍ବର ଲାଇନ୍ ୟୁଜ ନ କରିକି ତୁ ଏଟାକୁ ସମ୍ ଟାକୁ କରିବୁ କହ +7 -11 ପୁଣି ପ୍ଲସ୍ ଅଫ୍ Plus -11 7. କହିଛି ପ୍ଲସ୍ ଅଫ୍ -11 କହିଛି Sir, ମାଇନସ୍ ହେଲା 11 7 କଲେ 7 9 10 11 3 କୁ 4 -4 -4 ନେକ୍ସଟ ତାପରେ -13 ପ୍ଲସ୍ ତ ପ୍ଲସ୍ ହେଲା -13 ରୁ +10 ମାନେ 12 11 10 ଏବେ ତୁ କହିଲି ସାର୍ ବା ହବ ଯେତେବେଳେ ମାଇନସ୍ ପ୍ଲସ୍ ଦିଟା ସାଇନ୍ ଥିବ ତ ଦେଖିବୁ ଗୋଟେ ଅଛି କେତେ -13 ଗୋଟେ ହଉଛି +10 ସେମାନେ ଆଙ୍କ ତ ଡିଫରେନ୍ସ କେତେ 3 କି ନାହିଁ yes sir ଆଚ୍ଛା କୋଉ ବଡ ସଂଖ୍ୟା ପରେ କୋଉ ସାଇନ୍ ଟା ଅଛି
सर माइनस ଆଉ ତୁ 12 11 13 କଣ କହୁଛୁ? 10 माइनस ତୁ ସିଧା ତ ସେଇ ଅନୁସାରେ କରିବୁ। ଏତେ କଥା କଣ ଭାବୁଛୁ? यस सर -7 + 9 यस କଣ ହବ ଏଟା? -7 + 9 -7 + 9 -7 + 9 9 17 7 8 9 2 +2 +2 +2 ଦେଖ ତ +10 -5 ଆର +10 ଆର -5 ମାନେ କଣ? ଆର ମାନେ 10 -5 ସିଧା। यस सर ହଁ +5 5 ଲେଖିବୁ ସିଧା ସଇଲା। ଆଡିଟିଭ ଇନଭର୍ସ କଣ ଜାଣିଛୁ? सर जानने की ସ୍କୁଲରେ ପଢିନୁ କି? ना तो स्कूल में पढ़ा होची which पढ़ा जाइनी numbers which numbers when added to each other give the sum as 0। ତ 5 5 ରେ ଆମେ କଣଟେ ଆଡ କଲେ ସେ ଆମକୁ କଣଟେ ସମ କଲେ ବା ଆଡିସନ କଲେ ସେ ଆମକୁ 0 ଦବ। सर 0 नो सर सॉरी सॉरी को ऐड कले सर किछि होबो नहीं तो କିଛି सर ହବନି। माइनस ଆଁ? କିଛି ବି ନମ୍ବର सर କଣଟେ କଣ କହୁନୁ? सर -5 -5 ବୁଝିଲେ କି ନାହିଁ? ତାହେଲେ ଗୋଟେ ନମ୍ବରରେ ଯୋଉ ନମ୍ବର ଟା ଆଡ କରିବୁ ଯଦି ଆମକୁ ରେଜଲ୍ଟ 0 ମିଳିଲା ତାହେଲେ ସେ यस -5ଟା ହେଇଯିବ 5 ର ଆଡିଟିଭ ଇନଭର୍ସ। ବୁଝିପାରିଲେ ନାହିଁ? ହେଲା କି ନାହିଁ? माइनस ତାହେଲେ -5 is the additive inverse। 5 ବୁଝିପାରିଲେ ନାହିଁ? यस सर ହଁ ସେମିତି 6 ର ଆଡିଟିଭ ଇନଭର୍ସ କିଏ? 6 ର एडिटिव इनवर्स 6 सर कोच माइनस तो -6 ସିମ୍ପଲ। ସେମିତି 7 ର କିଏ ହବ? -7 ମୁଁ କହିବି -8 ର କିଏ ହବ? 8 8 ସିମ୍ପଲ। ବୁଝିଲେ କି ନାହିଁ? ତାହେଲେ ଆଡିଟିଭ 6 ର କେତେ ହେଇଯିବ? -6 -7 ର କେତେ ହବ? माइनस +7 +7। ତାହେଲେ ଯୋଉ ଦିଟା ସଂଖ୍ୟାକୁ ସମ ଆଡିସନ କଲେ 0 ପାଇବା ହେଲା ମାନେ ଏଇଠି 5 ର ଆଡିଟିଭ ଇନଭର୍ସ -5 -5 ର ଆଡିଟିଭ ଇନଭର୍ସ କିଏ? 5। ବୁଝିପାରୁଛ ନାହିଁ? यस Example 3 କହୁଛି using the number line ୟୁଜ କରିକି write the integer which is 4 more than -1। କହ। using the number रहता है which is 4 more than -1 4 ତା more ମାନେ ଶୁଣୁ than ତା ମାନେ ହଉଛି write the integer। ସେ ଇଣ୍ଟିଜର ଟା କିଏ ଲେଖିବୁ ଏଠି ହେଲା। yes sir ସେ ଇଣ୍ଟିଜର ଟା ହଉଛି 4 more than -1। ତାହେଲେ -1 ଠାରୁ 4 ଅଧିକା ଥିବ। ବୁଝିପାରିଲ ନାହିଁ? ମୋର ମାନେ କଣ? ମୋର ମାନେ କଣ? ଅଧିକା ବା ପ୍ଲସ ହେଲା କି ନାହିଁ? ତାମାନେ ସେ yes ଇଣ୍ଟିଜର ଟା sir କିଏ? ସେ ଇଣ୍ଟିଜର ଟା କିଏ ଯିଏ କି -1 ଠୁ 4 ଅଧିକା? sir +3 +3। ତାମାନେ ତୁ କହୁଛୁ ହଁ 3 - 4 ବେଳେ ଠିକ ଅଛି ଓକେ। ତାହେଲେ ସେ ଇଣ୍ଟିଜର ଟା ମୁଁ କହିଲି +3 ହେଲା କି ନାହିଁ? ସେଇଟା ପ୍ରଥମେ ତା yes ମାନେ କଣ? ଏ ଯୋଉ ମୋର ଦେନ -1 କହିନି ନା ସେଇଠୁ ଧରିବୁ। -1 ଟାକୁ ଧରିବୁ ପ୍ରଥମେ ହେଲା ରାଉଣ୍ଡ ବୁଲେଇଲୁ। ତାର ସେଇଠୁ କଣ 4 ମୋର ଦେନ କହିଛି ପ୍ଲସ ସାଇନ ତ 4 ଘର କଣ ଆଗକୁ ରାଇଟ କୁ ଯିବୁ। ଗୋଟେ ଘର yes 2 ଘର 3 ଘର 4 ଘର ଏମିତି କରିବୁ। ବୁଝିପାରିଲେ ନାହିଁ? yes sir ହେଲା ତା ପରଟା ହଉଛି ଯୋଉ କି ସେଟା କଣ +2 କେମିତି କରିବୁ ନମ୍ବର ଲାଇନରେ? ସେ ନମ୍ବର ଲାଇନ ହଉଛି ନମ୍ବର ଲାଇନ ଆଉ ଗୋଟେ ହଉଛି କହୁଛି 5 5 ଆଗେ ପ୍ରଥମେ କହୁଛି 5 ଲେସ୍ ଦେନ୍ 3 ପ୍ରଥମେ 3 କୁ ରାଉଣ୍ଡ ବୁଲେଇଲୁ ଏଠି। 5 ଲେସ୍ ତା ମାନେ କଣ? -5 ଯିବୁ ସେ ସଂଖ୍ୟାଠୁ। ନେଗେଟିଭ ଡିରେକ୍ସନ ଯିବୁ। ଗୋଟେ ଘର 2 ଘର 3 ଘର 4 ଘର 5 ଘର ତାହେଲେ ସଂଖ୍ୟା ଟା କିଏ ପାଇଲୁ? -2 ହେଲା କି ନାହିଁ? yes yes ତାହେଲେ sir -2 yes is 5 less than 3। ତାହେଲେ 3 ରୁ 5 ଫେଡିଲେ ଆମେ କେତେ ପାଇବା? -2 ପାଇବା। ତା ମାନେ ହଉଛି ଏଇଆ ହେଲା କି ନାହିଁ? yes sir ତାମାନେ 3 ରୁ 5 ଫେଡିଦବୁ ସିଧା। ଏଠି କଣ କରିବୁ? ଏଠି -1 ରୁ 4 ମିଶେଇ ଦବୁ ଯୋଉଟା ପାଇବୁ ଉତ୍ତର। ବୁଝିପାରିଲେ ନା ବୁଝିପାରିଲୁନି?
ये सर बुझिली फाइंड द सम ऑफ -9 प्लस ऑफ ये +4 प्लस ऑफ -6 प्लस ऑफ +3 ये समटा केते कहब ओके सर प्लस प्लस -9 सर कौच सर जो -8 केते हबो देखे -8 एटा प्रथमे कोन करिवु तो जे प्लस प्लस जो पाखा पाखी ताको सब हटा आगे हैला तो -9 एठी कोन अछि ये प्लस प्लस अछि तले से प्लस रहबो कि नहीं +4 रहला हैला पुनी एठी प्लस अछि ये माइनस अछि तले एठी कोन हिजबो प्लस और माइनस माइनस हिजबो कि नहीं तले -6 रहला पुनी एठी प्लस तो ये प्लस प्लस का आसी +3 सर ହେଲା କି आगे नहीं एते सब करू तो सेटा प्रथमे कोन करिवु सब प्लस को मिसै देबु तापर सब माइनस को मिसै देबु हैला कोन लिखिबु देखु ना -9 -6 और तुम नेगेटिव को पाखा पाखी रखिबु तापर रखिबु +4 +3 बुझि पाइल ना यस हां ताले -9 -6 मिसले केते हबो दुईटा साइन इक्वल अछि कोन करिबु सीधा बा एडिशन करिबे जितले इक्वल सर साइन आसीबो एडिशन कर दबु एई दुईटा को बर्तन केते हबो 9 रे 6 मिसले 15 हबो कि नहीं यस आर भी प्लस माइनस साइन आर भी माइनस साइन तो 9 6 15 कर दो माइनस साइन दे देबो सिंपल तापरे +4 +3 एठी भी प्लस साइन एठी भी प्लस साइन तो कोन कर दू 4 3 मिसला 7 प्लस साइन देलु -15 +7 एठी माइनस ये प्लस 15 7 भीतर डिफरेंस केते देखिबु सर -8 -8 सिंपल बुझि पाइले नहीं यस सर सर मु ठीक कहिसिली एटा को सेमती प्रथम यही प्लस माइनस उडा काटी हटे दे तापर करिबु नले कंफ्यूजन हो ହେଲା प्रथम कोन करिबु 30 अछि ये प्लस ये माइनस केते हिजबो माइनस हिजबो 23 यस तापर एटी यस प्लस ये माइनस कोन जो से माइनस हिजबो 63 तो एटी सर प्लस ये प्लस 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 55 यस तब प्लस को पाखा बगी नहीं देख 8 गोटे प्लस अछि कि नहीं यस तो 30 तो 80 गोटे प्लस अछि प्लस 55 तो सेटा को नहीं प्लस 55 पाखा बगी तापर बाकी नेगेटिव संख्या को -23 अलगा रख -63 को पाखा बगी रख तले प्लस 30 प्लस 55 केते हिजबो 30 से 55 मिसिले सर 80 80 85 85 85 23 को 63 रे मिसेबू कारण ये देख ये भी माइनस ये भी माइनस इधर मिसे दू प्रथमे 3 3 6 6 2 8 बुझिलन नहीं 3 3 6 6 2 8 केतला ये माइनस साइन अछि मिसे दिला पर आको साइन जहा इक्वल थियो सेही साइन ता देबू -89 बुझिल ना यस सर तो -89 देलु सिंपल ताले 85 ରୁ -89 गले केते हबो सर कौन कहले 85 रे -89 गले केते हबो सर -4 -4 सिंपल तो दिस इज द आंसर एटा केते को addition sir find the sum of ଏତିକି ଏତିକି ପ୍ଲସ୍ ଏତିକି ହେଇଯିବ କହୁଛି 5 ମିନିଟ୍ ନୁହଁ କମ୍ ସମୟ केते हला ପ୍ଲସ୍ 151 अच्छा सम एंड एडिशन तू कौन करिवु ना -10 +92 +84 प्लस ऑफ केते -15 हला ले करे -10 +92 +84 एटी प्लस माइनस अछि माने कोन करी -15 हेले बर्तन 92 को 84 रे मिसि देबा पार्ट पार्ट कर लिखि देबा ओके हेले माइनस माइनस ने से -10 -15 तो एमती कॉपी देबे एमती करिवु +92 +84 हेला नहीं ताले 10 रे yes -10 रे -15 मिसले केते हबो
-10 रे -15 ମିଶିଲେ -25। -25 ତାହେଲେ +1 ରେ +84 ମିଶିଲେ କେତେ ହବ ପ୍ଲସ୍ ସାଇନ୍ ଆସିବ 4 2 6 9 8 17 Yes, 176 sir. ତ ବର୍ତ୍ତମାନ -25 176 ତ 176 ଯେହେତୁ ବଡ ପ୍ଲସ୍ ସାଇନ୍ ଟା ଆସିବ ସାଇନ୍ କଣ ଆସିବ ପ୍ଲସ୍ ପାଇବ କି ନାହିଁ ତାହେଲେ 176 Yes, sir. 25 ଗଲେ କେତେ ହେବ 6 ରୁ 5 ଗଲା 1 7 ରୁ 2 ଗଲା 5 5 1 1 1 151 ବୁଝିଲେ ନା ନାହିଁ Yes, sir. ତାହେଲେ ଏମିତି ଶବ୍ଦ କ୍ୱେଶ୍ଚନ କରିବୁ Yes. ହବ ନା ନାହିଁ Yes. କରିବୁ ଯୋଉଟା ନ ଆସିବ କାଲି ପଚାରିବୁ ମତେ Okay, sir.